ଆଚାର୍ଯ୍ୟ ଚାଣକ୍ୟ ଜଣେ ଅର୍ଥଶାସ୍ତ୍ରୀ ଜ୍ଞାନୀ ପଣ୍ଡିତ ଥିଲେ। ସେ ଅନେକ ପୁସ୍ତକ ରଚନା କରିଛନ୍ତି ଯେଉଁଥିରେ ମାନବ କଲ୍ୟାଣ ପାଇଁ ଅନେକ ଉପଦେଶ ରହିଛି, ଯାହାକୁ ପାଳନ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ କେବେ ମଧ୍ୟ ଅସଫଳତା ଆସେ ନାହିଁ କି ଅସୁବିଧା ଆଦି ଆସିବ ନାହିଁ। ଅନେକ ଲୋକ ଆମର ଏହି ଶାସ୍ତ୍ର ବିଷୟରେ ଜାଣିନାହାନ୍ତି କିମ୍ବା ଏହାକୁ ମାନନ୍ତି ନାହିଁ। ତେଣୁ ସାରା ଜୀବନ ସେମାନେ ଅସଫଳତା, ନିନ୍ଦା, ଅପନିନ୍ଦାରେ ବ୍ୟତୀତ କରିଥାନ୍ତି। ତେବେ ଆସନ୍ତୁ ସେହି ସବୁ ବିଷୟରେ ଜାଣିବା ଯାହାକି ପ୍ରତ୍ୟେକ ମଣିଷକୁ ଜାଣିବା ଉଚିତ। ଚାଣକ୍ୟଙ୍କ ଏହି ନିୟମକୁ ନ ମାନିଲେ ଆପଣ ଭବିଷ୍ୟତରେ କେବେ ମଧ୍ୟ କୌଣସି ଅସୁବିଧାରେ ପଡ଼ିବେ ନାହିଁ। କୁକୁଡ଼ା ଠାରୁ ଶିଖନ୍ତୁ ଏହି ଗୁଣ ସବୁ, ଯାହାକୁ ଆପଣ ବହୁତ କାମରେ ଆସିପାରିବେ। କୁକୁଡ଼ା ସବୁବେଳେ ସକାଳୁ ହିଁ ଉଠିଥାଏ। କୁକୁଡ଼ା ଏହିଭଳି ଏକ ପ୍ରାଣୀ ଯିଏକି ସୂର୍ଯ୍ୟଙ୍କ ସୂକ୍ଷ୍ମ କିରଣରୁ ପ୍ରଥମେ ହିଁ ଜାଣିପାରେ ଏବଂ ବ୍ରହ୍ମ ମୁହୂର୍ତ୍ତରେ ହିଁ ବୋବାଇ ସଭିଙ୍କୁ ଉଠାଇଥାଏ। ନିଜ ପରିବାରର ସଭିଙ୍କୁ ସେ ଉଠାଇଥାଏ ଏବଂ କହେ କି କର୍ମ କରିବାର ସମୟ ଆସିଯାଇଛି। ଜଣେ ଗଞ୍ଜା କୁକୁଡ଼ା ସର୍ବଦା ନିଜ ପରିବାରକୁ ସୁରକ୍ଷା ଦେଇଥାଏ। କୁକୁଡ଼ା କେବେ ମଧ୍ୟ ଏକୁଟିଆ ଖାଦ୍ୟ ଗ୍ରହଣ କରିନଥାଏ। ନିଜ କୁଟୁମ୍ବ, ନିଜ ପରିବାର ସହ ଭୋଜନ କରେ, କିନ୍ତୁ ନିଜ ଭାଗ କେବେ ମଧ୍ୟ ଛାଡ଼େ ନାହିଁ। ଗୋଟିଏ କୁକୁଡ଼ା ନିଜ ଭାଗ କେବେ ମଧ୍ୟ ଛାଡ଼େ ନାହିଁ। ନିଜ ଭାଗ ପାଇଁ ସେ ଲଢ଼ିଥାଏ। ନିଜ ସାଥୀମାନଙ୍କ ସହ ହିଁ ସବୁବେଳେ ରହିଥାଏ। କୁକୁଡ଼ା ସହଜରେ କାହାକୁ ବିଶ୍ୱାସ କରିବା ଉଚିତ ନୁହେଁ। ଦୁର୍ଜନଙ୍କ ସହ କେବେ ମଧ୍ୟ ମିତ୍ରତା ବ୍ୟବସାୟ କରିବା ଉଚିତ ନୁହେଁ। କୁକୁଡ଼ା ପରି ସକାଳୁ ଉଠିବାର ଅଭ୍ୟାସ କରନ୍ତୁ। ଏହିସବୁ ଗୁଣକୁ ଅନୁସରଣ କରି ଆପଣ ନିଶ୍ଚିତ ଜୀବନରେ ସଫଳ ହୋଇପାରିବେ। କେବେ ବି ସିଧା ସାଧା ସରଳ ହେବା ଉଚିତ ନୁହେଁ। ଏହା ଛଡ଼ା ମଣିଷକୁ ସମାଜରେ ସମ୍ମାନ ଏବଂ ପ୍ରତିଷ୍ଠାର ସହ ବଞ୍ଚିବାକୁ ହେଲେ କେବେ ମଧ୍ୟ ଏତେ ସରଳ ହୋଇ ବଞ୍ଚିବା ଉଚିତ ନୁହେଁ। ଉଦାହରଣ ସ୍ୱରୂପ, ଜଙ୍ଗଲରେ ପ୍ରଥମେ ସେହି ଗଛକୁ ହିଁ କଟାଯାଏ ଯେଉଁ ଗଛ ସିଧା ସାଧା ହୋଇଥାଏ। ବଙ୍କା ତେଢ଼ା ଗଛକୁ କାଟିବାକୁ କେହି ପରିଶ୍ରମ କରନ୍ତି ନାହିଁ। ତେଣୁ ସହଜ, ଶାନ୍ତ, ସରଳ ମଣିଷ ପ୍ରଥମେ ହିଁ ଅସୁବିଧାରେ ପଡ଼ିଥାଏ। ସର୍ପ ଯେତେ ବୁଦ୍ଧି ହୋଇଗଲେ ମଧ୍ୟ ଆଘାତ ହେଲେ ମଧ୍ୟ ଫଣା ଟେକି ଶୋ ଶୋ ହେବା ବନ୍ଦ କରିନଥାଏ। ସେହିପରି ମଣିଷ ଭିତରୁ ଯେତେ ଦୁର୍ବଳ ହେଲେ ମଧ୍ୟ ବାହାରୁ ସବୁବେଳେ ଶକ୍ତ ଏବଂ ଶକ୍ତିଶାଳୀ ହେବାର ଅଭିନୟ କରିବା ଉଚିତ।